ଜଣେ ମେଷପାଳକଟିଏ ଥିଲା। ନା ତାର ସନିଆ। ସେ ବହୁତ ଗୁଡ଼ିଏ ମେଣ୍ଢା ପାଳିଥିଲା। ତାଙ୍କୁ ଜଗି ରହିବାକୁ ସେ କିଛି କୁକୁର ମଧ୍ୟ ପାଳିଥିଲା। କାରଣ ସନିଆର ଘର ଥିଲା ଗୋଟିଏ ଜଙ୍ଗଲ ପାଖରେ। ବଣୁଆ ଜୀବଜନ୍ତୁଙ୍କ ପାଖରୁ ମେଣ୍ଢାମାନଙ୍କୁ ବଞ୍ଚେଇବାକୁ ସେଥିପାଇଁ ସେ କୁକୁର ପାଳିଥିଲା। ସନିଆ ପ୍ରତିଦିନ ମେଣ୍ଢାମାନଙ୍କୁ ଚରେଇବାକୁ ଜଙ୍ଗଲ ଭିତରକୁ ନେଉଥିଲା, ଆଉ ସଞ୍ଜ ନଇଁବା ଆଗରୁ ସେମାନଙ୍କୁ ନେଇ ଘରକୁ ଫେରୁଥିଲା। ତାପରେ ସେମାନଙ୍କୁ ଗୁହାଳେ ଭର୍ତ୍ତି କରି କବାଟ କିଳି ଦେଉଥିଲା। ସେବେଠୁ ସକାଳ ପର୍ଯ୍ୟନ୍ତ ସନିଆ ମେଣ୍ଢାମାନଙ୍କର କିଛି ବି ଖବର ରଖୁନଥିଲା। ହେଲେ ମେଣ୍ଢାମାନଙ୍କ ତୁଳନାରେ ସନିଆ କୁକୁରମାନଙ୍କର ଅଧିକ ଯତ୍ନ ନେଉଥିଲା। କେବେ ତାଙ୍କୁ ଭୋକରେ ରଖୁନଥିଲା କି ତାଙ୍କର ଯତ୍ନ ନେବାରେ ଅବହେଳା କରୁନଥିଲା। ଏହା ଦେଖି ଥରେ ମେଣ୍ଢାମାନଙ୍କର ମୁଖିଆ ସନିଆକୁ କହିଲା, ବଡ଼ ଆଶ୍ଚର୍ଯ୍ୟର ବିଷୟ, ଆମେମାନେ ସବୁ ଦିଗରୁ ଆପଣଙ୍କ କାମରେ ଆସୁଛୁ, ତଥାପି ଆପଣ ଆମର କିଛି ବି ଦାୟିତ୍ୱ ନେଉନାହାନ୍ତି। କେବଳ ଚରେଇବାକୁ ନେଇ ସଞ୍ଜରେ ଗୁହାଳେ ଛାଡ଼ି ଦେଉଛନ୍ତି। ହେଲେ ତାପରେ ଆମେ କ'ଣ ଖାଇବୁ, କ'ଣ ପିଇବୁ, କେବେ ଏ ବିଷୟରେ ଚିନ୍ତା କରିଛନ୍ତି? ହେଲେ କୁକୁରମାନେ ଆପଣଙ୍କର ଏମିତି କ'ଣ ସାହାଯ୍ୟ କରୁଛନ୍ତି ଯେ ଆପଣ ସବୁବେଳେ ତାଙ୍କୁ ଏତେ ଆଦର ଯତ୍ନ କରୁଛନ୍ତି? ଆମ ପ୍ରତି ଏତେ ଅବହେଳା କାହିଁକି? କୁକୁରମାନଙ୍କର ମୁଖିଆ ଦୂରରୁ ଥାଇ ଏକଥା ସବୁ ଶୁଣୁଥିଲା। ସେ ପାଖକୁ ଆସି କହିଲା, ତୁମେ ମେଣ୍ଢାମାନଙ୍କର ମୁଖିଆ ନୁହଁ, ବରଂ ଗୋଟିଏ ମୂର୍ଖମାନଙ୍କର ମୁଖିଆ। ତମେ ଆଜି ଯାଇ ଏତିକି ବୁଝିନ ଯେ ଆମେ ଭଲରେ ଅଛୁ, ତେଣୁ ତମେମାନେ ବଞ୍ଚି ରହିଛ। ଯଦି ଆମେମାନେ ତୁମକୁ ରକ୍ଷା ନ କରନ୍ତୁ, ତେବେ ତୁମେମାନେ କେବେଠୁ ବାଘ ଗଧିଆଙ୍କ ପେଟରେ ଯାଆନ୍ତନି। ତେବେ ମାଲିକ ଆମକୁ ଉପଯୁକ୍ତ ଯତ୍ନ ନେଉଥିବାରୁ ଆମେମାନେ ତୁମକୁ ବିଭିନ୍ନ ବିପଦରୁ ରକ୍ଷା କରିପାରୁଛୁ। କୁକୁରମାନଙ୍କ ମୁଖିଆଠୁ ଏତକ ଶୁଣି ଏବେ ମେଣ୍ଢାମାନଙ୍କ ମୁଖିଆ ମୁଣ୍ଡରେ ବୁଦ୍ଧି ପଶିଲା। ସେ ଏବେ ସବୁ କଥା ବୁଝିପାରିଲା।